तो फाइनाली ଆପଣ ଜାଣିଥିବେ ଯେ ଅପେକ୍ଷାର ଅନ୍ତ ଘଟିଲା ଏବଂ ଯେଉଁ +3ର ଯେଉଁ ରିଭାଇଜ୍ ଟାଇମଲାଇନଟା ଯେଉଁ +3 ପାଇଁ ଯେଉଁ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ ଏପର୍ଯ୍ୟନ୍ତ ଆସିନଥିଲା, ସେଥିପାଇଁ ବର୍ତ୍ତମାନ ଗୋଟେ ନୂଆ ଯେଉଁ କି ଡେଟ୍ ଗୁଡ଼ାକ ଆସିଛି ଯେ କେବେ କ'ଣ ଆପଣଙ୍କ ଏଡ଼ମିସନ୍ଟା ଷ୍ଟାର୍ଟ ହେବ, କେବେ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ଟା ପବ୍ଲିଶ୍ ହେବ। ତ ଆଜି ସେ ଭିଡ଼ିଓରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ମାଧ୍ୟମରେ ଦେଖନ୍ତୁ। ଦେଖିପାରୁଥିବେ ଏଠାରେ ଦିଆଯାଇଛି ସାମ୍ସ ଓଡ଼ିଶା ଆଡ଼ମିସନ୍। ତ ଫେଜ୍ 1 ଦ ଓପନିଂ ଗେମ୍ ଦେଖିବା। ତ ଆପଣ କମେଣ୍ଟ କରିବେ ଯେଉଁ ଆମ ଯେଉଁ ବ୍ୟାକଗ୍ରାଉଣ୍ଡଟା କରିଛୁ ଆଉ ଯେଉଁ ଏଡ଼ିଟ୍ଟା ହୋଇଛି ତାହା କେମିତି ହୋଇଛି ଆମକୁ ନିଶ୍ଚିତ ମାଧ୍ୟମରେ କମେଣ୍ଟରେ ଜଣାନ୍ତୁ। ଦେଖନ୍ତୁ ପ୍ରଥମେ ରହିଛି 8 ଜୁଲାଇ। କ'ଣ କହୁଛି 8 ଜୁଲାଇ 2024ରେ ନା 8 ଜୁଲାଇ 2024ରେ ଆପଣଙ୍କୁ ହୋଇଛି enabling the choice filling option of the eligible applicant freshly through the SAMS portal। ଦେଖିପାରୁଥିବେ ନା କ'ଣ କହୁଛି ଏହା ନା enabling the choice filling option। ଆପଣ ନିଜର ଚଏସ୍ଟା ଅର୍ଥାତ୍ ଯେଭଳି ଭାବରେ ଆପଣ ପ୍ରଥମ ସିଲେକ୍ସନ୍ରେ ଆପଣ ଅର୍ଥାତ୍ ଯେତେବେଳେ ଆପଣ CAFଟା ଆପ୍ଲାଏ କଲେ ସେ ସମୟରେ ଆପଣ ଯେଭଳି ଭାବରେ ଅନଲାଇନ୍ଟା କରିଥିଲେ ସେହିଭଳି ଭାବରେ ଆପଣଙ୍କୁ ପୁଣି ଥରେ କରିବାକୁ ପଡ଼ିବ ଯଦି ଆପଣ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି। ଦେଖିଲେ ତାହା ରହିଛି 8 ଜୁଲାଇରେ 8 ଟୁ 12 ଜୁଲାଇ ମଧ୍ୟରେ। ତ 12 ଜୁଲାଇରେ ରହିଛି 12 ଜୁଲାଇ କ'ଣ ରହିଛି 12 ଜୁଲାଇ 11:45 ସୁଦ୍ଧା ରହିଛି ନା ଲାଷ୍ଟ ଡେଟ୍ ଫର୍ ଚଏସ୍ ଫିଲିଂ। ଲାଷ୍ଟ ଡେଟ୍ଟା ରହିଛି ଚଏସ୍ ଫିଲିଂ ପାଇଁ ଅର୍ଥାତ୍ ଯେଉଁ 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ତାହା ଆପଣ ଚଏସ୍ଟା ଫିଲିଂ ଅର୍ଥାତ୍ ଅନଲାଇନ୍ କରିପାରିବେ। ବୁଝିଲେ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ ପାଇଁ ଯେଉଁମାନେ ଅପେକ୍ଷା କରିଥିଲେ। ତାପରେ ରହିଛି ଆପଣଙ୍କ 20 ଜୁଲାଇ। 20 ଜୁଲାଇରେ କ'ଣ ରହିବ ନା 20 ଜୁଲାଇରେ ପବ୍ଲିକେସନ୍ ଅଫ୍ ପ୍ରୋଭିଜନାଲ୍ ଆଲଟମେଣ୍ଟ ସିଟ୍ ଫର୍ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍। ନା 20 ଜୁଲାଇରେ ଆପଣଙ୍କ ଯେଉଁ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ର ଲିଷ୍ଟଟା ବାହାରିବ। ବୁଝିଲେ 20 ଜୁଲାଇରେ। ତାପରେ ରହିଛି ଫେଜ୍ 2 ମିଡିଲ୍ ଗେମ୍ ଦେଖିବା ନା 20 ଜୁଲାଇ କ'ଣ ହେବ ନା 20 ଜୁଲାଇ 2ଟାରେ ଆପଣଙ୍କୁ ସିଲେକ୍ସନ୍ ଯେଉଁ ଅପସନ୍ଟା ମିଳିବ କି ସ୍ଲାଇଡ଼୍ କରିବେ ନା ଫ୍ରିଜ୍ କରିବେ ନା ଫ୍ଲୋଟ୍ କରିବେ ତା ଅପସନ୍ ଗୁଡ଼ାକ ଆଭେଲେବୁଲ୍ ହୋଇଯିବ ଏବଂ ଅନଲାଇନ୍ ପେମେଣ୍ଟ ଫର୍ ପେଡ୍ ସିଟ୍। ଯଦି ଆପଣଙ୍କୁ ସିଟ୍ଟା ପରମାନେଣ୍ଟଲି ସେଠାରେ ବୁକିଂ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସେଠାରେ ପେଡ଼୍ କରିକି ପଇସାଟା ପେମେଣ୍ଟଟା ଦେଇକି ଇଣ୍ଟିମେସନ୍ ଲେଟର୍ଟା ଜେନେରେଟ୍ କରିପାରିବେ। ବୁଝିଲେ ତାପରେ ରହିଛି 23 ଜୁଲାଇଟା। 23 ଜୁଲାଇରେ କ'ଣ ହେବ ନା 23 ଜୁଲାଇରେ ରହିଛି ରିପୋର୍ଟିଂ ଅଫ୍ ଦ ଆପ୍ଲିକାଣ୍ଟ ଆଟ୍ ଆଲଟେଡ୍ ଇନଷ୍ଟିଟ୍ୟୁଟ୍ ଫର୍ ଦ ସ୍ପେସ୍ ବାଇ ରେସ୍ପେକ୍ଟିଭ୍ ଇନଷ୍ଟିଟ୍ୟୁଟ୍। ଯଦି ଆପଣ ସେଠାରେ ଫ୍ରିଜ୍ କରୁଛନ୍ତି ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ରେ ଏବଂ ଆପଣଙ୍କ ଯେଉଁ କଲେଜଟା ଆଲଟେଡ୍ ହୋଇଥିବ ଆପଣ ସେଇ ଯେଉଁ କଲେଜକୁ କିମ୍ବା ୟୁନିଭର୍ସିଟିକୁ ଫିଜିକାଲି ଭିଜିଟ୍ କରିକି ଆପଣ ନିଜର ଡକ୍ୟୁମେଣ୍ଟଟା ଭେରିଫାଏ କରିବେ। ବୁଝିଲେ ତାହା 23 ଜୁଲାଇରେ। 20 ଜୁଲାଇରେ ଆପଣଙ୍କ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ ବାହାରିବ ମେରିଟ୍ ଲିଷ୍ଟ। ତାପରେ ବାହାରିବ ଆମେ 23 ଜୁଲାଇ ଯେଉଁ ରହିଛି 23 ଜୁଲାଇରେ ଆପଣ ଫିଜିକାଲି ଭିଜିଟ୍ କରିପାରିବେ। ବୁଝିଲେ ତାପରେ ରହିଛି ଫେଜ୍ 3। ଫେଜ୍ 3ରେ କ'ଣ ରହିଛି ନା 29 ଜୁଲାଇ 2ଟାରେ 29 ଜୁଲାଇ 2ଟାରେ ନା ପବ୍ଲିକେସନ୍ ଅଫ୍ ପ୍ରୋଭିଜନାଲ୍ ଆଲଟମେଣ୍ଟ ଅଫ୍ ସିଟ୍ ଆରାଉଣ୍ଡ ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ ଅର୍ଥାତ୍ ଯେଉଁ ରହିଛି 29 ଜୁଲାଇରେ ଆପଣଙ୍କ ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ଟା ବାହାରିବ। ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ଟା କେବେ ବାହାରିବ ନା 29 ଜୁଲାଇରେ। ଠିକ୍ ସେହିପରି 30 ଜୁଲାଇରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଯଦି 29 ଜୁଲାଇରେ ଆପଣ ଦେଖିଲେ ନା ଆପଣଙ୍କ ନାମ ମଧ୍ୟ ଆସିଛି ଯେଉଁ ମେରିଟ୍ ଲିଷ୍ଟରେ ଏବଂ ଆପଣ ଯେଉଁ ଚଏସ୍ରେ ଦେଇଥିଲେ ଯେଉଁ କଲେଜଟା ଏବଂ ତାହା ହିଁ ଆସିଛି ତାହେଲେ ଆପଣ ସେଠାରେ ଫିଜିକାଲି ରିପୋର୍ଟ କରିକି ସେଠାରେ ଆଡ଼ମିସନ୍ କରିପାରିବେ ଆପଣଙ୍କ କଲେଜରେ। ତାପରେ ରହିଛି 4 ଅଗଷ୍ଟ। 4 ଅଗଷ୍ଟରେ କ'ଣ ହେବ 4 ଅଗଷ୍ଟରେ ବାହାରିବ ଆପଣଙ୍କ ପବ୍ଲିକେସନ୍ ଅଫ୍ ଲିଷ୍ଟ ଅଫ୍ ୱେଟ୍ ଲିଷ୍ଟ ଆପ୍ଲିକେଣ୍ଟ ଫର୍ ରିମେନିଂ ରାଇକ୍ ନୋନ୍। ଅର୍ଥାତ୍ ଯଦି ଆପଣ ଯେକୌଣସି ଯଦି ୟୁନିଭର୍ସିଟି କିମ୍ବା କଲେଜରେ ସିଟ୍ ଗୁଡ଼ାକ ଭ୍ୟାକେଣ୍ଟ ରହିଛି
ଭ୍ୟାକାଣ୍ଟ ସିଟ୍ ଗୁଡ଼ାକ ବର୍ତ୍ତମାନ ସୁଦ୍ଧା ରହିଛି, ତାହେଲେ ସେମାନେ ଗୋଟେ ଯେଉଁ ଲିଷ୍ଟ ଅଛି ୱେଟେଡ଼ ଲିଷ୍ଟଟା ବାହାରି କରିବେ, ଅର୍ଥାତ୍ କେଉଁମାନେ ସେଥିରେ ଇଲିଜିବୁଲ୍ ପଢ଼ିବା ପାଇଁ। ତାପରେ ରହିଛି ଆପଣଙ୍କ 5 ଅଗଷ୍ଟ 2026। 5 ଅଗଷ୍ଟ 2026ରେ କ'ଣ କରିବାକୁ ପଡ଼ିବ ନା ଫିଜିକାଲ୍ ରିପୋର୍ଟିଂ ଅଫ୍ ୱେଟଲେଟ୍ ଆପ୍ଲିକାଣ୍ଟ। ବୁଝିଲେ, ଯେଉଁ ରହିଛନ୍ତି ୱେଟଲେଟ୍ ଆପ୍ଲିକାଣ୍ଟ ଗୁଡ଼ାକ ସେମାନେ ଫିଜିକାଲି ୟୁନିଭର୍ସିଟିଟା କିମ୍ବା କଲେଜକୁ ଭିଜିଟ୍ କରିକି ସେଠାରେ ଆଡ଼ମିସନ୍ କରିପାରିବେ। ବୁଝିଲେ, ତ ଏପର୍ଯ୍ୟନ୍ତ ଆମେ ଯେଉଁ ଡିସ୍କସ୍ଟା କରିଲେ ଯେଉଁ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ରୁ ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ରେ, ସେ ମଧ୍ୟରେ ଆପଣ ଦେଖିପାରିନଥିବେ ଯେ +3ର ଯେଉଁ କ୍ଲାସ୍ଟା କେବେଠୁ ଷ୍ଟାର୍ଟ ହେବ, ଆପଣ କିଛି ଜାଣିନଥିବେ। ଅର୍ଥାତ୍ ଆମେ ସେ ଭିଡ଼ିଓରେ ମଧ୍ୟ ଏ ଭିଡ଼ିଓରେ କିଛି ସେ ବିଷୟରେ ଆଲୋଚନା କରିନାହୁଁ। କାହିଁକି? କାରଣ କ'ଣ? ଏହାର କାରଣ ହୋଇଛି ନା ସାମ୍ସ ତରଫରୁ ଏପର୍ଯ୍ୟନ୍ତ କୌଣସି ନୋଟିସ୍ ଆସିନାହିଁ କି ଯେ +3ର ଯେଉଁ କ୍ଲାସ୍ଟା କେବେଠୁ ଷ୍ଟାର୍ଟ ହେବ। ବୁଝିଲେ, ତ ଏ ଭିଡ଼ିଓରେ ଆଜି ଏତିକି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନିଜ ସାଙ୍ଗସାଥିମାନଙ୍କ ସହିତ ସେୟାର କରିଦିଅନ୍ତୁ କି ଯେଉଁମାନେ କହୁଥିଲେ ନା ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ ମେରିଟ୍ ଲିଷ୍ଟ କେବେ ଆସିବ, ସେମାନଙ୍କୁ ନିଶ୍ଚିତ ମାଧ୍ୟମରେ ଏ ଭିଡ଼ିଓଟିକୁ ସେୟାର କରନ୍ତୁ।